ଥରେ ଜଣ୍ଡିସ୍ ରୋଗରେ ବା କାମଳ ରୋଗରେ ପୀଡ଼ିତ ଜଣେ ବ୍ୟକ୍ତି ଔଷଧ ପାଇଁ ମୋ ନିକଟକୁ ଆସିଲେ। ଆଉ ଏହି ରୋଗର ସୁସ୍ଥତା ପାଇଁ ମୁଁ ଚେରମୂଳିର ଗୋଟିଏ ଅବ୍ୟର୍ଥ ଔଷଧ ଜାଣିଥିଲି। ସେହି ପୀଡ଼ିତ ବ୍ୟକ୍ତିଙ୍କୁ ଯେତେବେଳେ ମୁଁ ମାଗଣାରେ ଏହି ଚେରମୂଳି ଔଷଧ ଦେଲି, ସେତେବେଳେ ସେ ତା ନେଲେ, ମାତ୍ର ତାହା ବ୍ୟବହାର କଲେନି। ପରେ ମୁଁ ଜାଣିପାରିଲି ଯେ ଏଥିପାଇଁ କିଛି ମୂଲ୍ୟ ଦେବାକୁ ପଡ଼ିନଥିବାରୁ ଔଷଧର ଗୁଣ ସମ୍ପର୍କରେ ସେ ସନ୍ଦିହାନ ଥିଲେ। ଲୋକେ ଯେପରି ମୋ ଔଷଧର ମୂଲ୍ୟ ବୁଝିବେ, ସେଥିପାଇଁ ମୁଁ ମୋ ନୀତି ବଦଳେଇ ଔଷଧର ଗୋଟିଏ ମୂଲ୍ୟ ନିରୂପଣ କଲି। ପ୍ରିୟ ବନ୍ଧୁଗଣ, ଈଶ୍ୱରଙ୍କ ବାକ୍ୟରେ ମୁଁ ଏହା ଦେଖେ ଯେ ଈଶ୍ୱର ଅମୂଲ୍ୟ ବିଷୟକୁ ବିନା ମୂଲ୍ୟରେ ଯାଚିଛନ୍ତି। ଆମେ ଈଶ୍ୱରଙ୍କ ବାକ୍ୟ ପଢ଼ିଲେ ଜାଣିପାରୁ ଯେ ଈଶ୍ୱରଙ୍କୁ ଏକ ବିକ୍ରେତା ଭାବରେ ବାକ୍ୟ ଚିତ୍ରିତ କରିଛି ଓ ସେଠାରେ ଈଶ୍ୱର ଯେପରି ବଜାରରେ ଠିଆ ହେଇ ସେହି ପଥ ଦେଇ ଯାଉଥିବା ଲୋକମାନଙ୍କୁ ଚିତ୍କାର କରି କହୁଛନ୍ତି, ହେ ତୃଷିତ ଲୋକ ସକଳ, ତୁମାନେ ଜଳ ନିକଟକୁ ଆସ। ପୁଣି ଯାହାର କିଛି ଅର୍ଥ ନାହିଁ ବା ଟଙ୍କା ନାହିଁ, ସେ ଆସୁ, ତୁମାନେ ଆସ, କିଣ ଓ ଭୋଜନ କର। ହଁ, ଆସ, ଅର୍ଥ ଓ ମୂଲ୍ୟ ବିନା ଦ୍ରାକ୍ଷାରସ ଓ ଦୁଗ୍ଧ କିଣ। ଅଖାଦ୍ୟ ଦ୍ରବ୍ୟ ନିମନ୍ତେ ତୁମାନେ କାହିଁକି ରୂପା ସଞ୍ଚୟ କରୁଅଛ ଓ ଯାହା ତୃପ୍ତିକର ନୁହେଁ ତହିଁ ପାଇଁ କାହିଁକି ତୁମାନେ ପରିଶ୍ରମ କରୁଅଛ? କିନ୍ତୁ ଏହା ଶୁଣି ନ ଶୁଣିଲା ପରି ଲୋକେ ଚାଲି ଯାଉଛନ୍ତି। ଖାଦ୍ୟ ଲାଳସାକୁ ତୃପ୍ତ କରିବା ପାଇଁ ସେମାନେ ଅର୍ଥ ବ୍ୟୟ କରନ୍ତି, କିନ୍ତୁ ପରିତୃପ୍ତ ହୁଅନ୍ତିନି। ପାନୀୟ ପାଇଁ ଅର୍ଥ ବ୍ୟୟ କରନ୍ତି, ଅଥଚ ତାହା ତାଙ୍କର ତୃଷା ନିବାରଣ କରେନି। କିନ୍ତୁ ଈଶ୍ୱର ପ୍ରକୃତ ପୁଷ୍ଟିକର ଖାଦ୍ୟ, ପାନୀୟ, ଅସରନ୍ତି ଆନନ୍ଦ, ଶାନ୍ତି, ତୃପ୍ତି ଓ ପାପ କ୍ଷମା ମାଗଣାରେ ଯାଚୁଛନ୍ତି। ପ୍ରିୟ ବନ୍ଧୁ, ଆପଣ କ'ଣ ତା ନେବା ପାଇଁ ପ୍ରସ୍ତୁତ ଅଛନ୍ତି? ଈଶ୍ୱରଙ୍କର ବାକ୍ୟ କହେ, ଅଖାଦ୍ୟ ପାଇଁ କାହିଁକି ରୂପା ବ୍ୟୟ କରୁଅଛ ଓ ଯାହା ତୃପ୍ତିକର ନୁହେଁ ତହିଁ ପାଇଁ କାହିଁକି ତୁମାନେ ପରିଶ୍ରମ କରୁଅଛ?